ଆପଣ କେବେ ଭାବିଛନ୍ତି ତିନି ବ୍ୟକ୍ତି ତଥାପି ଜଣେ ଈଶ୍ୱର? କାହିଁକି ଖ୍ରୀଷ୍ଟିଆନ ମାନେ ବିଶ୍ୱାସ କରନ୍ତି ପିତା, ପୁତ୍ର ଓ ପବିତ୍ର ଆତ୍ମା ଏକ ଈଶ୍ୱର ଅଟନ୍ତି ବୋଲି? ଏହା କୌଣସି ଗଣନା ନୁହେଁ, ଏହା ଏକ ଦିବ୍ୟ ଅନୁଭୂତି ଅଟେ। ଏହା ଲଜିକ ନୁହେଁ, ଏହା ଭଲ ପାଇବା ଅଟେ। ଏହା କେବେ ଗଣି ହେବ ନାହିଁ, କିନ୍ତୁ ଏହି ପବିତ୍ର ଓ ସତ୍ୟ ରହସ୍ୟକୁ ବିଶ୍ୱାସ ଦ୍ୱାରା ବୁଝି ହେବ। ଈଶ୍ୱର ତିନି ବ୍ୟକ୍ତିତ୍ୱରେ ପ୍ରକାଶିତ ହୋଇଅଛନ୍ତି। ପିତା ଯେ ଆଦ୍ୟ କାଳରୁ ବାକ୍ୟ ରୂପରେ ଥିଲେ, ସେହି ବାକ୍ୟ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରୂପରେ ଦେହ ଧାରଣ କଲେ, ଏବଂ ପବିତ୍ର ଆତ୍ମା ଯେ ଆମ୍ଭମାନଙ୍କ ମଧ୍ୟରେ ବର୍ତ୍ତମାନ ବାସ କରନ୍ତି, ଯାହା ପ୍ରଭୁଙ୍କର ଆତ୍ମା ଅଟେ। ସେମାନେ ଅଲଗା ଅଲଗା ବ୍ୟକ୍ତି, ଅଲଗା ଅଲଗା କାର୍ଯ୍ୟରେ କାର୍ଯ୍ୟରତ, କିନ୍ତୁ ମୂଳ ଏକ ଅଟେ, ଏକତା ଓ ସମାନତାରେ। ଉଦାହରଣ ସ୍ୱରୂପ ସଙ୍ଗୀତରେ ତିନୋଟି ଧ୍ୱନି ସାରେକା, ଏହା ଅଲଗା ଅଲଗା ଶବ୍ଦ, କିନ୍ତୁ ଏକ ସାଥିରେ ମିଶିଲେ ସୃଷ୍ଟି କରେ ଏକ ମଧୁର ରାଗ। ପୁଣି ଅଗ୍ନିରେ ରହିଛି ଆଲୋକ, ତାପ ଓ ଧୂଆଁ, ତିନୋଟି ଗୁଣ, କିନ୍ତୁ ଏହା ଏକ ଅଟେ। ପାଣିର ମଧ୍ୟ ତିନୋଟି ଅବସ୍ଥା ଥାଏ, ବରଫ, ବାଷ୍ପ ଓ ପାଣି। ଏହାର ତିନୋଟି ରୂପ, କିନ୍ତୁ ଗୋଟିଏ ଦ୍ରବ୍ୟ ପାଣି ଅଟେ। ଆଉ ସୂର୍ଯ୍ୟ ଯାହା ଦିଏ ପ୍ରକାଶ, ତାପ ଓ ଆକର୍ଷଣ, ଏହି ତିନୋଟି ଭିନ୍ନ ଭିନ୍ନ ହେଲେ ମଧ୍ୟ ଅସ୍ତିତ୍ୱର ଗଭୀର ସମ୍ବନ୍ଧରେ ଏକତାରେ ଅଛନ୍ତି। ଯେପରି ତିନି ବ୍ୟକ୍ତିତ୍ୱ କିନ୍ତୁ ଏକ ଈଶ୍ୱର। ପିତା ପୁତ୍ର ନୁହନ୍ତି, କିମ୍ବା ପୁତ୍ର ପିତା ନୁହନ୍ତି। ପିତା, ପୁତ୍ର, ପବିତ୍ର ଆତ୍ମା ମିଶି ଏକ ମହାନ ଓ ଅଦ୍ୱିତୀୟ ଈଶ୍ୱର ଅଟନ୍ତି। ତାଙ୍କ ଗୁଣ ଜ୍ଞାନ, ବୁଦ୍ଧି, ଶକ୍ତି, ଧୈର୍ଯ୍ୟ, ପ୍ରେମ ଓ ଶାନ୍ତି ଆମ ପାଇଁ ଦିଆଯାଇଥିବା ଏକ ଦିବ୍ୟ ଦାନ ଅଟେ। ଭାବୁଛେ ଆପଣ ଏହି ଭିଡିଓରେ ତ୍ରୈକତ୍ୟ ଈଶ୍ୱର କେମିତି ଜଣେ ଏହା ବୁଝି ଯାଇଥିବେ। ଆମେନ୍।